ପହଞ୍ଚିଛୁ ନୂଆଖୋଲା ଗୋ ବ୍ଲକ ନୂଆଖୋଲାମରା ପଞ୍ଚାୟତ ଲଳିତା ଭଣ୍ଡି ହାଟ ପାଖରେ, ଯେଉଁଠି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏ ଗଛ ତଳେ ଏବେ ପୋଷ୍ଟାଲ ଚାଲିଛି, ପୋଷ୍ଟ ଅଫିସ ଚାଲିଛି। ଆଉ ଏ ଯୋଉ ପୋଷ୍ଟ ଅଫିସ ଚାଲିଛି, ଏବେ 2 ଦିନ ତଳେ ସେମାନେ ପଞ୍ଚାୟତ ଅଫିସରେ ଯୋଉ କାର୍ଯ୍ୟାଳୟ ତାଲା ପକେଇଛନ୍ତି ଏବଂ ଯୋଉଥିପାଇଁ ବର୍ତ୍ତମାନ ଲୋକମାନେ ସାଧାରଣ ଯୋଉମାନେ ଡିପୋଜିଟ୍ କରିବାକୁ ଆସିଛନ୍ତି, ଯୋଉମାନେ ଏବଂ ନିଜେ ପୋଷ୍ଟ ମାଷ୍ଟର ଯିବା ବି ବାହାରେ ବସିଛନ୍ତି। ଏବେ ଯୋଉଠି ଦେଖନ୍ତୁ ଆପଣ ଟଙ୍କା ଦେଖିପାରିବେ, ସେମାନେ ବି ଅସୁରକ୍ଷିତ ଅବସ୍ଥାରେ ରହିଛି। ଏବେ ତାଙ୍କୁ ପଚାରି ବୁଝିବା ଯେ ବର୍ତ୍ତମାନ ସେ କଣ ପାଇଁ କେତେ ଦିନ ହେଲା ଚଳିଛି ଏବଂ କାହିଁକି ଏ ସମସ୍ୟା ତିଆରି ହେଇଛି, କଣ କହିବେ ଭାଇ ଆପଣଙ୍କ ପରିଚୟଟା? ମୋ ନାଁ ରଶ୍ମି ରଞ୍ଜନ ବେହେରା, ଆସିଷ୍ଟାଣ୍ଟ ବ୍ରାଞ୍ଚ ପ୍ରୋଫେସର ଗବକୁଣ୍ଡରେ ମୋର ପୋଷ୍ଟିଂ। ଏଠି ବର୍ତ୍ତମାନ ଆପଣ ଏବେ ବାହାରେ ଗଛ ମୂଳେ ବର୍ତ୍ତମାନ ପୋଷ୍ଟ ଅଫିସ ଚଲେଇଛନ୍ତି, କାହିଁକି ଏମିତି ପରିସ୍ଥିତି ଦେଖା ଦେଇଛି? ଆଗରୁ ଯୋଉ ବିପିଏମ୍ ଥିଲେ ତାଙ୍କର ଅଲଗା ଜବ୍ ପାଇଁ ସେ ଚାଲି ଯାଇଥିଲେ। ମୁଁ 7 ତାରିଖ ଦିନ ଜଏନିଂ କରିଥିଲି, ଚାବି ବି ଦେଇଥିଲେ। ତାପରେ ଦିନ ଆସିକି ଦେଖିଲା ବେଳକୁ ନୂଆ ଚାବିଟା ପଡ଼ିଛି ପଞ୍ଚାୟତ ଅଫିସ ଘରେ। ତାପରେ ମୁଁ ସରପଞ୍ଚକୁ ମାଗିଥିଲି ଚାବିଟା, ସେ କହିଥିଲେ ନା ଏପେଟା ଆଉ ଏ ଘରେ ଆଉ ହବନି, ପୋଷ୍ଟ ଅଫିସ ଚାଲିବନି, ସେପଟେ ଏଲ୍ଆଇ ଘରେ ଗୋଟେ ଦିଆହବ। ସେ ଘରଟା କ'ଣ ଅପରିଷ୍କାର ହେଇଥିଲା, ଆଜବେଷ୍ଟ ସବୁ ଥିଲା ବୋଲି ସେ କହିଲେ ସେପଟେ ପରିଷ୍କାର ହେଲେ ତମକୁ ଦିଆହବ। ଆଉ ମୁଁ କହିଲି ଆମ ପୋଷ୍ଟ ଅଫିସଟା କେମିତି ଚାଲିବ, ଆମର ସବୁ ଡକୁମେଣ୍ଟ ସବୁ ଜିନିଷପତ୍ର ସେପଟେ ରହିଲା। ନା ଆପଣ କେମିତି ତାକୁ ମ୍ୟାନେଜ କରିବେ, କିନ୍ତୁ ଏପଟେ ଆଉ ଚାଲିବନି। ଏବେ ଯୋଉ ଆପଣ ଟଙ୍କା ପଇସା ସବୁ କଲେକ୍ସନ କରୁଛନ୍ତି, ମାନେ ସଞ୍ଚୟ ଦେଇଛନ୍ତି, କେମିତି ସୁରକ୍ଷିତ ଭାବେ ଆପଣ ଅନୁଭବ କରୁଛନ୍ତି? ପଇସା ଲୋକମାନେ ଲୁଟିବା ସମ୍ଭାବନା ରହିପାରେ କିମ୍ବା ଆପଣଙ୍କ ଡକ୍ୟୁମେଣ୍ଟ ବି ଉପରେ ବି ସମ୍ଭାବନା ରହିଛି କିଛି କ୍ଷୟକ୍ଷତି ହେବାରେ, କଣ କହିବେ? ସେ କହିଲେ ସେପଟେ କାମ ହେଇଗଲା ପରେ ତମକୁ ଆଜି କହିଥିଲେ ଦେବେ ବୋଲି, ଘରଟା ହେଇଯାଇଥିବ, ଆଜି ତମେ 2-3 ଦିନ ମ୍ୟାନେଜ କରିଦିଅ ଟିକେ, ଲୋକଙ୍କ ଘରୁ ପଇସା ନେଇକି ଡିପୋଜିଟ୍ ଏମିତି କରିଦେଇଥାଅ। ଆଉ ଉପରିସ୍ଥ ଅଧିକାରୀଙ୍କୁ ଆପଣ ଜଣେଇଛନ୍ତି? ହଁ, ମୁଁ ଓଭରସିଅର ଜଣେଇଛି, ଆଇପିକି ଜଣେଇଛି। ଆଇପି କହିଲେ ମୁଁ ସରପଞ୍ଚ ସହିତ କଥା ହେବି, ତାଙ୍କ ସହିତ କଥା ହେବି, ଚାବିଟା କାହିଁ ଦେଉନାହାନ୍ତି, କାହିଁକିନା ଏମିତି ବନ୍ଦ କରିବା କଥା ନୁହଁ। ହଠାତ୍ ଆମକୁ ଏପଟେ କାମ ଦେଇକିରି ସେପଟେ ବନ୍ଦ କରିବା କଥା। ଏବେ ଆମେ ଏବେ ଦେଖିବା ଜଣେ ଆମର ପଶୁଛନ୍ତି ଜଣେ କଷ୍ଟମର ପୋଷ୍ଟମାଷ୍ଟର ପାଇଁ ଯେ ସେ କ'ଣ ପାଇଁ ଯୋଉ ଡିପୋଜିଟ୍ କରିବାକୁ ଆସିଥିଲେ, କ'ଣ ସମସ୍ୟା ଅନୁଭବ କରୁଛନ୍ତି, କ'ଣ କହିବେ ପରିଚୟଟା ଆପଣଙ୍କର? ମୋ ନାଁ ବିଜୟ ପରିଡ଼ା, ମୁଁ ସ୍ଥାନୀୟ ଲୋକ। କିନ୍ତୁ ମୁଁ ଯେତେବେଳେ ଆସିଲି ପ୍ରଥମ ଡିପୋଜିଟ୍ କରିବା ପାଇଁ ଦେଖିଲି ପୋଷ୍ଟ ଅଫିସ୍ ବନ୍ଦ, ଯୋଉଠି ପୂର୍ବରୁ ପୋଷ୍ଟ ଅଫିସ୍ ଚାଲୁଥିଲା। ତାପରେ ପୂର୍ବତନ ପୋଷ୍ଟମାଷ୍ଟର ଯିଏ ଥିଲେ ତାଙ୍କୁ ମୁଁ ଫୋନ୍ କଲି, ମା କ'ଣ ଆସିବନି କି ଆଜି? ନା ମୁଁ ମଉସା ରେଜିଗ୍ନେସନ୍ ଦେଇଦେଇଛି, ଆଉ ଆମର ସେ ରଶ୍ମି ଭାଇ ବୁଝୁଛନ୍ତି, ତମେ ଯାଅ। ଏବେ ଆପଣ କ'ଣ ପାଇଁ ଆସିଥିଲେ? ମୁଁ ମୋର ଆର୍.ଡି ଅଛି, ମୁଁ ଆର୍.ଡି ଡିପୋଜିଟ୍ କରିବା ପାଇଁ ଆସିଥିଲି। ଆଜ୍ଞା, ବର୍ତ୍ତମାନ ପଇସା ମୁଁ ଦେଇଛି। ମୁଁ ପଚାରିଥିଲି ଯେ ଧରନ୍ତୁ ପୋଷ୍ଟ ଅଫିସ୍ ଗୋଟେ ଜାଗାରେ ଚାଲୁଥିଲା, ଆମେ ଆଉ ଗୋଟେ ଜାଗାକୁ ଟ୍ରାନ୍ସଫର କରିବା, ଏଇଟାକୁ ଚାଲୁ ରଖି ଟ୍ରାନ୍ସଫର କରିବା ନା। ତ ହଠାତ୍ ଏମିତି ଅଛମୂଳେ ଅବସ୍ଥାରେ ପୋଷ୍ଟ ଅଫିସ୍ ଚାଲିବାଟା ଠିକ୍ ନୁହେଁ। ଗୋଟେ ବ୍ୟାଙ୍କିଂ ସିଷ୍ଟମ ଭିତରେ ପୋଷ୍ଟାଲ ଯାଉଛି, ପଇସା ପତ୍ର କାରବାର ଚାଲିଛି, ରେକର୍ଡ ପତ୍ର ରହିଛି, ସାଧାରଣ ଲୋକମାନଙ୍କର ଖାତା ବହି ମଧ୍ୟ ହଜିଯିବାର ସମ୍ଭାବନା ରହିଛି। ତେବେ କେମିତି କହିବେ ଅନ୍ୟ ଯେଉଁମାନେ ଡିପୋଜିଟ୍ କରିବାକୁ ଆସିଛନ୍ତି ସେମାନେ ବି କ'ଣ କହୁଛନ୍ତି? ଭାଇ ଆପଣଙ୍କ ପରିଚୟଟା? ମୁଁ ନୂଆଖୋଲମରା ଗ୍ରାମ ପଞ୍ଚାୟତ ଲଳିତା ପହଣ୍ଡି ପାଲା କମିଟିର ସଭାପତି। ଏଇ ଯେଉଁ ପୋଷ୍ଟାଲ ଲଳିତା ପହଣ୍ଡି ପୋଷ୍ଟ ଅଫିସ୍, ଏଠି ବ୍ୟାଙ୍କର ସୁବିଧା ନାହିଁ, ଯେଉଁଠିକି ସ୍ଥାନୀୟ ବ୍ୟାଙ୍କ ବାନନାଳ ଗ୍ରାମ ପଞ୍ଚାୟତ ଏଠାରୁ ପ୍ରାୟ 5ରୁ 6 କିଲୋମିଟର। ତେଣୁ ବ୍ୟାଙ୍କ ଉପରେ ସମସ୍ତ ନିର୍ଭର ଏ ପଞ୍ଚାୟତର ଜନସାଧାରଣଙ୍କର, ଯେଉଁଟାକି 80 ବର୍ଷିଆ ଲୋକ, ଭତ୍ତା ପାଉଥିବା ଲୋକ ଏଇ ପୋଷ୍ଟାଲରୁ ମଧ୍ୟ ପଇସାଟି ଉଠାନ୍ତି, ଭତ୍ତା ପଇସାଟି ଉଠାନ୍ତି, ଡିପୋଜିଟ୍ ମଧ୍ୟ କରନ୍ତି। ଖାଲି ଏ ନୂଆଖୋଲମରା ପଞ୍ଚାୟତର ନିର୍ଭର ନୁହେଁ ଏ ଲଳିତା ପହଣ୍ଡି ପୋଷ୍ଟ ଅଫିସ୍ ଉପରେ, ନିକଟ ପଞ୍ଚାୟତ କେତକୀପାଟଣା ପଞ୍ଚାୟତ ମଧ୍ୟ ଏ ଲଳିତା ପହଣ୍ଡି ପୋଷ୍ଟ ଅଫିସ୍ ତାଙ୍କର ଏଇଠି ମଧ୍ୟ। ଏବେ ଯୋଉ ଆପଣ ଦେଖୁଛନ୍ତି ଗଛ ମୂଳେ ଚାଲିଛି, ଏ ଯୋଉ ପରିବେଶ ତିଆରି କରାଯାଇଛି, ଗୋଟେ ଅସୁରକ୍ଷିତ ଭାବେ ବ୍ୟାଙ୍କିଂ ସିଷ୍ଟମ ଚାଲିଛି, ପୋଷ୍ଟାଲ ଚାଲିଛି, କ'ଣ କହିବେ? ସମ୍ପୂର୍ଣ୍ଣ ରୂପେ ଏହା ବ୍ୟବସ୍ଥାହୀନ, ଯୋଉଟା କି ବର୍ତ୍ତମାନ ଏ ନୂଆଖୋଲମରା ପଞ୍ଚାୟତରେ ପଞ୍ଚାୟତ ଅଫିସ୍ ରହିଛି, ବ୍ୟାଙ୍କିଂ ଫ୍ୟାସିଲିଟି ଗୃହ ସେଇଟା ମଧ୍ୟ ରହିଛି, ରାଜୀବ ସେବା କେନ୍ଦ୍ର ରହିଛି, ଏଲ୍ଆଇ ଘର ରହିଛି। ଏହି ପ୍ରକାର ସବୁ ଘର ରହିଥିବା ସତ୍ତ୍ୱେ ଆଜି ବରଗଛ ମୂଳେ ପୋଷ୍ଟ ଅଫିସ୍ ଚାଲୁଛି, ଇଏ ତ ମଧ୍ୟ ଦୁଃଖର କାରଣ। ମୁଁ ଏତିକି କହିବାକୁ ଚାହିଁବି କି ଏଇ ଯେଉଁ ପଇସା ପତ୍ର ନେଣ ଦେଣ କଥା ବାହାରେ ଏ କାର୍ଯ୍ୟକ୍ରମ କରିବାଟା ସୁରକ୍ଷିତ ଆଦୌ ନୁହଁ। ଯଦି ଅଲଗା ଘରକୁ ସିଫ୍ଟ କରିବାର ବ୍ୟବସ୍ଥା ଅଛି, ସେଇ ପର୍ଯ୍ୟନ୍ତ ଯେଉଁଠି ଆମର ପୋଷ୍ଟାଲ କାମ ଚାଲୁଥିଲା ସେଇଠି ଚାଲିଥାନ୍ତା। ଘରଟାକୁ
ଆଗ ବନ୍ଦ କରିଦେଇକିରି ଗଛ ମୂଳକୁ ଛାଡ଼ି ଦେଇ ତାପରେ ଗୋଟେ ଘର ଠିକ କରିବା ପୋଷ୍ଟାଲ ପାଇଁ ଏଇଟା ଯୁକ୍ତିଯୁକ୍ତ ଆଦୌ ନୁହେଁ। ତେବେ କହିବା ଭାଇଙ୍କ କହିବା କଥା ହେଲା ଯେ ବ୍ୟାଙ୍କିଂ ସିଷ୍ଟମ ଯାହା ଅଛି ଯେହେତୁ ଟଙ୍କା ଦେଣନେଣ ଅଛି ଏବଂ ଡକୁମେଣ୍ଟସ ଉପରେ ରିସ୍କ ରହୁଛି ତ ନିଶ୍ଚିତ ରୂପେ ଏମାନଙ୍କୁ ବିଦା କରିବା ପୂର୍ବରୁ ନିଶ୍ଚିତ ଆଗ ତାଙ୍କୁ ଗୋଟେ ନୋଟିସ ଦିଆଯାଇଥାନ୍ତା କିମ୍ବା ତାଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇଥାନ୍ତା ତାପରେ ତାଙ୍କୁ ଟ୍ରାନ୍ସଫର କରାଯାଇଥାନ୍ତା କିନ୍ତୁ ଏମିତି କରିବାଟା ଠିକ ହଉନି। ଏବେ ଏବେ ଆମେ ଆଉ ଜଣେ କଷ୍ଟମରକୁ ଆମେ ଭେଟିବା। ଆପଣ କହିବେ କଣ ପାଇଁ ଆସିଥିଲେ ଆଜ୍ଞା ପଇସା ଡିପୋଜିଟ୍ କରିବାକୁ ଆସିଥିଲି। କଣ ପାଇଁ ଆଜି ଆସିବ କଣ ମୁଁ ଯୋଉଠି ପୁରୁଣା ଥିଲା ଏଠି ଗଲା ବେଳକୁ ନାହିଁ, ଏଠି ଚାବି ପଡିଥିଲା, ଏଠି ଫେରିକି ଆସିଲେ ଏଠି ହଉଥିଲା। କିଛି ସୂଚନା ନାହିଁ ଯେ ବର୍ତ୍ତମାନ କୌଣସି ସୂଚନା ନାହିଁ ଯେ ଏଠି ବର୍ତ୍ତମାନ ପୋଷ୍ଟାଲ ଚାଲିଛି ବୋଲି ନା ମୁଁ ଘରୁ ଦାଦାଙ୍କୁ ପଚାରିଲି, ସେ କହିଲେ ଏବେ ପୋଷ୍ଟାଲ ଏବେ ଡିପୋଜିଟ୍ କଲେ କଣ ନା ଡିପୋଜିଟ୍ ହେଇନି, ହବ। ଏବେ ଆପଣମାନେ ସିଧାସଳଖ ଦେଖିପାରୁଥିବେ ଯେଉଁଭଳି ଦେଖନ୍ତୁ ମାନେ ଯେଉଁଭଳି ରେକର୍ଡ ପତ୍ର ଯେଉଁଭଳି ଅସୁରକ୍ଷିତ ଅବସ୍ଥାରେ ରହିଛି ଏବଂ ପଇସା ପତ୍ର ରହିଛି। ଏବେ ଗୋଟେ ଗଛ ମୂଳେ ତ ଏକ ମାନେ ଅପରିବେଶରେ ବର୍ତ୍ତମାନ ସମସ୍ତେ ବସି ବର୍ତ୍ତମାନ ପୋଷ୍ଟାଲ ଚାଲିଛି। ନିହାତି ରୂପେ ଏହା ଉପରେ ସୁରକ୍ଷା ଏବଂ ଯେତେବେଳେ ପ୍ରତ୍ୟେକ ରେକର୍ଡକୁ ସୁରକ୍ଷାକୁ ନେଇକରି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମେ ନିଶ୍ଚିତ ରୂପେ ଚିନ୍ତା କରିବୁ ଯେ ଏହାର ସମାଧାନ ତ୍ୱରିତ ପଦକ୍ଷେପ ନିଆଯାଉ। ପଞ୍ଚାୟତ ସରପଞ୍ଚ ଯିଏ ଅଛନ୍ତି ତାଙ୍କୁ ନିହାତି ରୂପେ ତାଙ୍କୁ ସହଯୋଗ କରନ୍ତୁ ଯେମିତିକି ଏ ପୋଷ୍ଟାଲ ଯେଉଁ ଅସୁରକ୍ଷିତ ବର୍ତ୍ତମାନ ଚାଲିଛି ସୁରକ୍ଷିତ ଅବସ୍ଥାକୁ ଚାଲୁ। ଗୋ ବ୍ଲକ ଅଜୟ ନାୟକ ରିପୋର୍ଟ କନ୍ୟା ନ୍ୟୁଜ୍।